ओं नमो भगवते वासुदेवाय। द्वितीय स्कंद दशम अध्याय। परीक्षा प्रश्नर उत्तर आरंभ करी मुनिवर। श्री भागवतर लक्षण दशमे करन्ति वर्णन। श्री शुकोवाच। शुक कहन्ति राये शुण ए भागवतर लक्षण। दश प्रकारे भाव चिंती पुराण पुरुषे बोलती। ताहा कहिबा एके एके प्रस्तावे तोहर सम्मुखे। सर्ग विसर्ग जेबा स्थान पोषण उति परिमाण। जे मन्वंतर ईश कथा निरोध मुक्तिर व्यवस्था। आश्रय मिशी दश गुण ए भागवतर लक्षण। दश विशुद्ध अर्थे रहे नवलक्षण जेबा होए। वेद विचारी महाजने तत्व कहन्ति अनुमाने। दश इंद्रिय पंचमात्र महत तुले पंचभूत। ताहांक जन्म सर्ग कही गुण वैषम्यु एते होई। विराट पुरुषर देहे ब्रह्मा सर्जना जेते होए। पुरुष चराचर जेते विसर्ग बोलन्तिटी एते। विष्णु विजय स्थिति नाम भक्तानुग्रह जे पोषण। मन्वंतर जे मनु धर्म कर्म वासना उति नाम। विष्णु अवतार चरित तार भक्तंक जेउ कत। ईश्वर कथा अनुवादे उत्तम पुरुषंक मध्ये। ईशानु कथा एहा कही उपरे शुण मन देई। संहरी आत्मा रसकति जले शयन जोगपति। निरोध बोली तार नाम निज स्वभावे पूर्ण काम। मुक्ति स्वरूपे व्यवस्थित जहि न घटे पुनर्गति। आभास निरोध ए दुई जाठारु प्रकाश हुई। आश्रय नाम से बोलाई परम ब्रह्म जाकु कही। से परमात्मा नर हरि अशेष घटे अछि पुरी। तार सकाशु जीव एका तेणु बोलाई आध्यात्मिका। से अधिदेवता बोलाई अधिभूतंक आत्मा सेहि। जेबे निविच्छेद करई ताहाकु अधिभूत कही। अभावे एक एकतर जदि न लखे परस्पर। तेबे एनुहई संसार जेमन्ते चक्षु दिन कर। तृतीय साक्षी रूप होई जे देखे पर आत्मा सेहि। अन्य आश्रय से हुई तार आश्रय अटे सेहि। सर्व आश्रय तार नाम परम पुरुष उत्तम। से जेउ काले अंड भेदी बाहर हेला गुण निधि। आत्मार स्थान इच्छा करी स्वभावे जल सृष्टि करी। से जल मध्ये मायाधर बंचिला सहस्र वत्सर। जलर नार बोली नाम तेणु ता नाम नारायण। जे द्रव्य गुण कर्म काल स्वभावे जीव एक मेल। जा अनुग्रहे उपुजंती जार निग्रहे लीन हंती। से जोग माया बळे उठी कल्पिला जेणु नाना सृष्टि। सुवर्णमय ता शरीर सर्जिला त्रिविध प्रकार। आदि दैवत आध्यात्मिक आबर आदि भौतिक। शुण पुरुष बीर्य बळे जथा त्रिविध भेद हेले।
ଅନ୍ତ ଶରୀର ଆକାଶରୁ ପରମ ପୁରୁଷ ଚେଷ୍ଟାରୁ ସ୍ୱଭାବେ ଓଜସହ ବଳ ଜାତ ହୋଇଲେ ଅନର୍ଗଳ। ଏ ତିନି ଭାବୁ ପ୍ରାଣ ଜାତ ଦଶ ପ୍ରାଣଙ୍କ ମୂଳ ନାଥ। ତାହାର ବଳେ ପ୍ରାଣ ବଳ ଇନ୍ଦ୍ରିୟ ଚେଷ୍ଟା ହିଁ ସକଳ। ଚଳନ୍ତି ତାର ଅନୁପଥେ ଅଶେଷ ପ୍ରାଣୀ ଅନ୍ତର୍ଗତେ। ରାଜାକୁ ଯେହ୍ନେ ଆଶ୍ରେ କରି ସେବକେ ପଥ ଅନୁସରି। ମୂଳ କମଳୁ ଏହି ମତେ ସଞ୍ଚରୁ ବ୍ରହ୍ମ ରନ୍ଧ୍ର ପଥେ। ପ୍ରାଣର ଆତ ଜାତ ଶ୍ରମେ ଉପୁଜେ କ୍ଷୁଧା ତୃଷା ସମେ। କ୍ଷୁଧା ତୃଷାର ମାର୍ଗ ମୁଖ ତେଣୁ ସୃଜିଲା ଅଗ୍ରିମୁଖ। ମୁଖର ମୂଳେ ତାଳୁ ଜାତ ତା ସଙ୍ଗେ ରସ ନାସମ୍ଭୂତ। ତାର ସଂଯୋଗେ ନାନା ରସେ ବସନ୍ତି ବରୁଣ ବିଶ୍ୱାସେ। ଶବଦ ଅର୍ଥେ ମୁଖ ଦ୍ୱାରେ ଅଗ୍ନି ଦେବତା ବାକ୍ୟ ଧରେ। ସୁଚିର କାଳ ଥାଇ ଜଳେ ନାସା ବିବର ବାୟୁ ବଳେ। ଆଘ୍ରାଣ ଅର୍ଥେ ଉପୁଜିଲେ ତକ୍ଷଣେ ଗନ୍ଧ ବହତୁଲେ। ଆତ୍ମାର ଦେଖି ଅନ୍ଧକାର ବ୍ରହ୍ମା ସୃଜିଲା ଚକ୍ଷୁ ଦ୍ୱାର। ଜ୍ୟୋତି ସର୍ଜିଲା ତାର କ୍ଷଣେ ରୂପ ଗ୍ରହଣ ଇଛି ମନେ। ବେଦ ପୁରୁଷଙ୍କ ବଚନେ ବିଧାତା ବେଦ ଅନୁମାନେ। ଶୁଣିବା ଅର୍ଥେ ନାନା ସ୍ୱନ ନିର୍ମଳେ ପ୍ରକାଶିଲା କର୍ଣ୍ଣ। ଦିଗ ଦେବତାଙ୍କର କ୍ଷଣେ ପ୍ରକାଶେ ଯେ ବାମ ଦକ୍ଷିଣେ। ବସ୍ତୁର କୋମଳ କଠିନ ଲଘୁ କିୟ ବା ଗୁରୁ ଗୁଣ। ଶୀତଳ ଉଷ୍ଣ ଯେଣେ ଜାଣି ପବନ ଯୋଗେ ପରିମାଣି। ସେ ଚର୍ମ ଇନ୍ଦ୍ରି ଗୁଣେ ଭୋଜି ଉପରେ ବହେ ରୋମ ରାଜି। ଅଶେଷ କର୍ମ କରିବାରେ ପ୍ରକାଶ ହୃଦୟ ଉପରେ। ବାମ ଦକ୍ଷିଣ ବେନି କର ଯହିଁ ରକ୍ଷକ ସୁନିସାର। ଦାନ ଆଦାନ କର୍ମ ଆଦି ଅର୍ଥେ ସର୍ଜିଲା ବେଦବାଦୀ। ଜୀବର ଗତା ଗତେ ପୁଣ ବିଧାତା ସର୍ଜିଲା ଚରଣ। ସେ ବାମ ଦକ୍ଷିଣ ପଦର ରକ୍ଷକ ହେଲେ ଯଜ୍ଞେଶ୍ୱର। ସମସ୍ତ ହବ୍ୟ କବ୍ୟ ବିଧି ଚରଣ ଯୁଗ ବଳେ ସାଧି। ବେନି ଚରଣ ମୂଳ ଦେଶେ ଆନନ୍ଦେ ଶିଷ୍ଣ ପରକାଶେ। ସନ୍ତାନ ଉତ୍ପତ୍ତି କାରଣେ ରକ୍ଷକ ପ୍ରଜାପତି ଗଣେ। ଉଭୟ ଆନନ୍ଦର ଦ୍ୱାର ସମ୍ଭୋଗ ନର ନାରୀଙ୍କର। ପ୍ରକାଶେ ଗୁହ୍ୟ ଅଧ୍ୟସ୍ଥାନେ ଧାତୁଙ୍କ ମଳ ଉତ୍ସର୍ଜନେ। ମିତ୍ର ଦେବତାର ବିଷୟ ଅଭୟ ଉତ୍ସର୍ଗ ଆଶ୍ରୟ। ଦେହରୁ ଦେହାନ୍ତର ଗତି ଇଚ୍ଛାରୁ ନାଭି ଉତ୍ପତ୍ତି। ନାଭିରେ ପ୍ରାଣ ଯେ ଅପାନ ବିଯୋଗେ ହୁଅଇ ମରଣ। ଅନ୍ନ ଭୋଜନ ପାନ ସଧେ ନାଡ଼ି ସୃଜିଲା କୁକ୍ଷି ମଧ୍ୟେ। ନାଡ଼ିରେ ନଦୀ ତୃଷା ବସେ ଅନ୍ତ୍ରେ ସମୁଦ୍ର ରହେ ଗ୍ରାସେ। ଉଭୟ ନିମିତ୍ତ ଏ ଦୁଇ ଯେ ତୁଷ୍ଟି ପୁଷ୍ଟି ନାମ ବହି। ଆତ୍ମା ମାୟାକୁ ଚିନ୍ତା କରି ସତେ ହୃଦୟ ରୂପ ଧରି। କାମ ସଂକଳ୍ପ ଚନ୍ଦ୍ରମନ ହୃଦୟ ଏହାଙ୍କର ସ୍ଥାନ। ହୃଦୟ ଆବରିବା ଆସେ ଅସ୍ଥି ସର୍ଜିଲା ପୃଷ୍ଠ ଦେଶେ। ଅସ୍ଥି ଭିତରେ ମଜା କଲା ଉପରେ ମେଦ ଭିଆଇଲା। ତାର ଉପରେ ମାଂସ ଧରି ରୁଧିର ଆବରଣ କରି। ତାର ଉପରେ ତ୍ୱକ ଚର୍ମ ମଜ୍ଜାର ମଧ୍ୟେ ରହେ ବ୍ୟମ। ଏମନ୍ତେ କରି ସପ୍ତ ଧାତୁ ସେ ଭୂମି ଜଳ ତେଜ ହେତୁ। ଆକାଶ ଜଳ ବାୟୁ ଘେନି ପ୍ରାଣର ହେତୁ ଏହି ତିନି।
ବାସ୍ତରୀ ସହସ୍ର ଯେ ନାଡ଼ି ହୃଦ କମଳ ମଧ୍ୟେ ବେଢ଼ି ପ୍ରାଣର ହୋଇ ତାଙ୍କ ମଧ୍ୟେ ଅନ୍ତରେ ରସ ମୂଳ ଭେଦେ ଯେ ଗୁଣାତ୍ମକ ଇନ୍ଦ୍ରିଗଣ ଭୂତାଦି ପ୍ରଭବ ଯେ ଗୁଣ କଳ୍ପିତ ଅହଙ୍କାରେ ପୁଣ ସର୍ବବିକାର ଆତ୍ମା ମନ ବୁଦ୍ଧି ବିଜ୍ଞାନ ସ୍ୱରୂପିଣୀ ଯେଣେ ସଂସାର ମାୟା ଜିଣି ଅବନି ଉଦକ ଅନଳ ପବନ ଆକାଶ ମଣ୍ଡଳ ଏ ପଞ୍ଚଭୂତ କଳେବର ବିଷ୍ଣୁର ଭଜନ ମନ୍ଦିର ଏମନ୍ତେ କହିଲି ମୁଁ ତତେ ବିଷ୍ଣୁର ସ୍ଥୂଳ ରୂପ ଯେତେ ଏ ଜୀବ ବ୍ରହ୍ମାଣ୍ଡ ଧାରଣେ ବେଷ୍ଟିତ ଅଷ୍ଟ ଆବରଣେ ପୃଥିବୀ ଆଦି ପଞ୍ଚଭୂତ ମନ ଅହଙ୍କାର ମହତ ଏ ଅଷ୍ଟ ଗୁଣେ ଆବରଣ ଏମନ୍ତେ ବ୍ରହ୍ମାଣ୍ଡ ଘଟଣ ଏ ସ୍ଥୂଳ ରୂପ ଯେ ତାହାର ଏହା ଉପରେ ସୂକ୍ଷ୍ମତର ସେ ନିର୍ବିକାର ନିରଞ୍ଜନ ଅନାଦି ମଧ୍ୟମ ନିଧନ ସେ ଶୂନ୍ୟ ମଧ୍ୟେ ନିରାକାର ମନ ବଚନ ଅଗୋଚର ଏ ସ୍ଥୂଳ ସୂକ୍ଷ୍ମ ରୂପ ଧରି ଖେଳଇ ଆତ୍ମ ମାୟା କରି ପଣ୍ଡିତେ ନ ଦେଖନ୍ତି ଏହା ସୃଷ୍ଟି ସଂକଳ୍ପ ବିଷ୍ଣୁ ମାୟା ବାଚ୍ୟବାଚକ ରୂପ ଧରି ସେ ବ୍ରହ୍ମରୂପୀ ଅବତାରୀ ସେ ରୂପ ନାମ କ୍ରିୟା ଧାତୁ ଅକର୍ମା ହୋଇ କର୍ମ ହେତୁ ସର୍ବସଂକଳ୍ପ କ୍ରିୟା ଅର୍ଥେ ଶୁଣ କହିବାର ଯେତେ ଅଂଶକେ ଭିନ୍ନ ଭିନ୍ନ କରି ସେ ପ୍ରଜାପତି ରୂପ ଧରି ମନୁଙ୍କୁ ସର୍ଜିଲା ସେ ହେଳେ ଋଷି ଦେବତା ପିତୃ ମେଳେ ସିଦ୍ଧଚାରଣ ବିଦ୍ୟାଧର ଗନ୍ଧର୍ବ ଗୁହ୍ୟକ ଅସୁର କିନ୍ନର ଅପସରାଗଣ ନାଗ କିଂପୁରୁଷ ଯେ ପୁଣ ଯକ୍ଷ ଉରଗ ମାତୃଗଣ ପିଶାଚ ଭୂତ ପ୍ରେତମାନ କୁଷ୍ମାଣ୍ଡ ଗଣ ବିନାୟକ ଉନ୍ମାଦ ବେତାଳ ଯେତକ ଯେ ଜାତୁ ଧାନ ସରୀସୃପ ଗୃହ ମୃଗାଦି ଖଗ ରୂପ ବୃକ୍ଷ ପର୍ବତ ପଶୁଗଣ ଏ ରୂପେ କଲେ କସର୍ଜନ ଦ୍ୱିବିଧ ଚତୁର୍ବିଧ ଗଣେ ଜଳେ ବା ସ୍ଥଳେ ବା ଗଗନେ ମିଶ୍ର କୁଶଳ ଅକୁଶଳ ତିନି ପ୍ରକାରେ କର୍ମଫଳ ଏତେ ପ୍ରକାରେ କର୍ମଗତି ଆତ୍ମାର ବଳେ ସେ ସର୍ଜନ୍ତି ଗୁଣ ପ୍ରଭେଦେ ତିନି ଲୋକ ଦେବ ଅସୁର ନର ଲୋକ ସତ୍ୱଗୁଣରୁ ଦେବ ହୋଇ ମନୁଷ୍ୟ ରୋଜ ଗୁଣ ବହି ତମ ଗୁଣରୁ ଅଧୋଗତି ପାପିଷ୍ଟେ ତହିଁ ବିଶ୍ରାମନ୍ତି ସେ ତିନି ଲୋକେ ତିନି ଗତି ଭାବେ ସୃଜିଲା ପ୍ରଜାପତି ସେ ପୁଣ ଚିତ୍ର ପ୍ରାୟ ହୋଇ ସ୍ୱଭାବେ ଭିନ୍ନ ଭିନ୍ନ ଦେହି ଏକ ଆରକେ ନ ଗଣିଲେ ନିଶ୍ଚଳେ ରହି ନ ପାରିଲେ ତା ଦେଖି ପ୍ରଭୁ ନରହରି ତକ୍ଷଣେ ଧର୍ମ ରୂପ ଧରି ବିଶ୍ୱକୁ ପାଳିବାର ଅର୍ଥେ ଦେବ ମନୁଷ୍ୟ ପଶୁ ଗତେ ଏ ତିନି ରୂପେ ଭଗବାନ ରକ୍ଷା ପୋଷଣେ କରି ସ୍ଥାନ ସୁଖ ସମ୍ପଦେ ଦିନ ହରେ ଯେ ବିଧି ସଂସାର ବେଭାରେ ସୃଷ୍ଟିର ଭୋଗ ଅନ୍ତେ ହରି କାଳାଗ୍ନି ରୁଦ୍ର ରୂପ ଧରି ଆତ୍ମାର କ୍ରୀଡ଼ା ନାଶ କରେ ବାଳକ ଯେ ନେବେ ଭାରେ ସର୍ବହରଇ ଅବସାନେ ଜିମୁତ ଯେ ନେ ପବନେ ଏଭାବେ ହରି ଗୁଣ ଯେତେ ସୁରେ ଜାଣିବେ କାହିଁ ଚିତେ କେବଳ ଭାବେ ତାଙ୍କୁ ଜାଣି ଶ୍ରୁତି ବଚନେ ତା ପ୍ରମାଣି ସୃଷ୍ଟିର ଜନ୍ମ ଆଦି କାଳେ ଯେ କର୍ମ ସାଧେ ଯୋଗ ବଳେ ସ୍ୱଭାବେ କର୍ମ ଯାର ନାହିଁ ମାୟାରେ ବିଶ୍ୱ ପ୍ରକାଶଇ ଏ ବ୍ରହ୍ମକଳ୍ପର ସଂସାର ବିକଳ୍ପ ନାମଟି ଯେ ଆର
ଏ ନିତ୍ୟ ସାଧାରଣ ବିଧି ଯେ ପୂର୍ବ କଳ୍ପରୁ ପ୍ରସିଦ୍ଧି ପ୍ରାକୃତ ବୈକୃତ ସଂସାର ମହତ ସ୍ଥାନର ସଞ୍ଚାର ସଂକ୍ଷେପେ କହିଲଇଁ ତତେ ତୁ ଯାହା ପଚାରିଲୁ ମତେ ଯେ କଳ୍ପ ଲକ୍ଷଣ ଯେ ନାମ ଯେ ବା କାଳର ପରିମାଣ ଯେ ବ୍ରହ୍ମକଳ୍ପ ମନ୍ୱନ୍ତର ପଦ୍ମକଳ୍ପର ଯେ ବିଚାର ଭାବେ କହିବା ବିସ୍ତାରିଣ ରାଜନ ସାବଧାନେ ଶୁଣ। ଶୈନକ ଉବାଚ ହେ ସୁତ କହ ବିଷ୍ଣୁ କଥା ଯେଣେ ଛାଡ଼ିବ ଭବ ବ୍ୟଥା ପଦ୍ମକଳ୍ପର କଥା କହ ଯେଣେ ଛାଡ଼ିବ ଭବ ମୋହ ଦୁର୍ଯ୍ୟୋଧନର ଦୁଷ୍ଟ ବାଣୀ ବିଦୁର ସଭା ମଧ୍ୟେ ଶୁଣି କୁଟୁମ୍ବ ଆଶା ଦୂର କରି ତୀର୍ଥ ସେବନ ମନେ ଧରି ପୃଥିବୀ କଲା ପର୍ଯ୍ୟଟନ ବୁଲି ପର୍ବତ ଘୋର ବନ କୈବଲ୍ୟ ଲାଭେ ଇଚ୍ଛା କଲା ଅନେକ ତୀର୍ଥ ସେ ଭ୍ରମିଲା ମୈତ୍ରେୟ ମୁନି ସଙ୍ଗେ ତାର କାହିଁ ହୋଇଲା ଏକ ସ୍ୱର ବ୍ରହ୍ମ ସମ୍ବାଦ ବେନି ଜନେ କରି ବଞ୍ଚିଲେ କେଉଁ ସ୍ଥାନେ ବିଦୁର ପଚାରିଲେ ଯେତେ ମୈତ୍ରେୟ ବୋଧିଲେ ଯେ ମନ୍ତେ ସେ ବନ୍ଧୁ ତ୍ୟାଗୀ କି ନିମନ୍ତେ ପୁଣି ମିଳିଲା ଇନ୍ଦ୍ରପ୍ରସ୍ଥେ। ସୁତ ଉବାଚ ଯେ ପ୍ରଶ୍ନ କଲ ତୁମ୍ଭେ ମତେ ଏ ପ୍ରଶ୍ନ ଶୁକଙ୍କ ଅଗ୍ରତେ ପୁଛିଲେ ରାଜା ପରୀକ୍ଷିତ ମୈତ୍ରେୟ ବିଦୁର ଚରିତ ପରୀକ୍ଷ ବାକ୍ୟ ଚିତ୍ତେ ଘେନି ଯାହା କହିଲେ ଶୁକ ମୁନି ସେ ପ୍ରଶ୍ନ ଅନୁସାରେ ଯେତେ ଶୁଣ କହିବା ଭାଗବତେ ସୁତ ସଉନକ ସଂବାଦ ଶୁଣନ୍ତେ ନ ଲାଗେ ପ୍ରମାଦ ଦ୍ୱିତୀୟ ସ୍କନ୍ଧେ ଭାଗବତ ଅମୃତ ରସମୟ ଗୀତ ସୁଜନ ଜନଙ୍କର ହିତ କହିଲା ଦାସ ଜଗନ୍ନାଥ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ବୟାସିକ୍ୟାଂ ଦ୍ୱିତୀୟସ୍କନ୍ଧେ ଦଶ ଲକ୍ଷଣ ବର୍ଣ୍ଣନଂ ନାମ ଦଶମ ଅଧ୍ୟାୟ ସମାପ୍ତୟଂ ଦ୍ୱିତୀୟ ସ୍କନ୍ଧ। ହରି ଓଂ ତତ୍ସତ୍।